ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣନ୍ତି ରାଜ୍ୟରେ ଯେଉଁ 20,000 କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାରିଥିଲା, ପେପର 1 ଆର୍ଟ୍ସ ସାଇନ୍ସ ହେଇପାରେ ବା ପେପର 2 ଆର୍ଟ୍ସ ସାଇନ୍ସ ହେଇପାରେ, ସବୁଥିରେ ଆପଣମାନେ ଦେଖିଥିବେ ବହୁତ ସାରା ପଦବୀ ଆପଣଙ୍କର ଭ୍ୟାକେନ୍ସି ରହିଯାଇଥିଲା ଏବଂ ଯେଉଁମାନେ କି ଅଳ୍ପ ମାର୍କରୁ କଟିଥିଲେ ବା ସିଲେକ୍ସନ୍ ପାଇନଥିଲେ, ତ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ସବୁବେଳେ ରାଜନୀତି ଜୋର ଧରିଥିଲା। କେଉଁମାନେ ଚାକିରି ପାଇବେ, କେଉଁମାନେ ଚାକିରିରୁ ବଞ୍ଚିତ ହେବେ, କାରଣ ଡକୁମେଣ୍ଟ ଭେରିଫିକେସନ୍ ଥରେ ଅଧେ ନୁହେଁ, ବହୁତ ଥର ଆପଣଙ୍କର ଚାନ୍ସ ଦିଆଗଲା ଏବଂ ଇତିମଧ୍ୟରେ ପାଖାପାଖି ଗୋଟିଏ ବର୍ଷ ନଭେମ୍ବର 14ରୁ ନଭେମ୍ବର 14 ପାଖାପାଖି ଆପଣଙ୍କର ଲାଗିଗଲା। ଗୋଟିଏ ବର୍ଷ ଆଧାରରେ ଆପଣମାନେ ଦେଖିଥିବେ ଯେଉଁ ନିଯୁକ୍ତି ପାଇଲେ, କିନ୍ତୁ ବହୁତ ସାରା ପିଲା ଯେଉଁମାନେ କି ଆପଣମାନେ ଜାଣନ୍ତି ସେମାନେ ମଧ୍ୟ ଭଲ ନମ୍ବର ରଖିଥିଲେ, କିନ୍ତୁ ଡିପ୍ରେସନ୍ ମଧ୍ୟରେ ଥିଲେ ଯେ ପ୍ରକୃତରେ ସେମାନେ ଏତେ ଭଲ ନମ୍ବର ରଖି ମଧ୍ୟ କାହିଁକି ପ୍ରକୃତରେ ସେମାନେ ଚାକିରି ପାଇବେ ନାହିଁ। ଯଦିଓ ସେମାନେ ଯୋଗ୍ୟ ଯେଉଁମାନେ କି ରହିଛନ୍ତି, ସେମାନେ ମଧ୍ୟ କ୍ୱାଲିଫାଏଡ଼୍, ସେମାନେ ମଧ୍ୟ ଯୋଗ୍ୟ ଆଶାୟୀ ରହିଛନ୍ତି, ତ ଏତେ ପରେ ମଧ୍ୟ ଡିଜର୍ଭିଂ କ୍ୟାଟାଗୋରୀରୁ ବିଲଙ୍ଗସ୍ କରି ମଧ୍ୟ ସେମାନେ ନିଯୁକ୍ତିରୁ ବାଦ୍ ପଡ଼ିଥିଲେ। ବହୁତ ସାରା ଅସୁବିଧା ଥିଲା। ଆପଣଙ୍କର ନର୍ମାଲାଇଜେସନ୍ ପ୍ରୋସେସ୍ ହେଇପାରେ, ଯଦିଓ ଆପଣମାନେ ଦେଖିବେ ଏଇ ଯେଉଁ ନୂଆ କରି କେମିତି ନର୍ମାଲାଇଜେସନ୍ ହେଲା, କାହାକୁ ମାର୍କ ଦିଆଗଲା ନାହିଁ, ସବୁ ପ୍ରକ୍ରିୟା ମଧ୍ୟରେ ବହୁତ ସାରା କେସ୍ ଚାଲିଲା। ବିଶେଷ କରି ଆମେ ଯେଉଁଟାକି ଆଶା ରଖିଥିଲୁ ଯଦି ସମ୍ପୂର୍ଣ୍ଣ 20,000 ପଦବୀ ପୂରଣ ହୋଇଥାନ୍ତା, ତାହେଲେ ବହୁତ ଲୋ କଟ୍ଅଫ୍ରୁ ମଧ୍ୟ କ୍ୟାଟାଗୋରୀ ୱାଇଜ୍ ଆର୍ଟ୍ସ ହେଇପାରନ୍ତି, ସାଇନ୍ସ ହେଇପାରନ୍ତି, PCM ସେ ଯେଉଁଥିରେ ବି ଆପଣ ଦେଖିବେ, ବିଶେଷ କରି ଆପଣଙ୍କର ଯେଉଁ SC ST SC BC ୟୁଆର୍ କ୍ୟାଣ୍ଡିଡେଟ୍ ମଧ୍ୟ ଆପଣଙ୍କର ବେନିଫିଟ୍ ପାଇଥାନ୍ତେ। ତ ବହୁତ ଦିନ କେସ୍ ମଧ୍ୟରେ ଅନରେବୁଲ୍ ହାଇକୋର୍ଟଙ୍କର ଯେଉଁ ନିର୍ଦ୍ଦେଶ ଆସିଛି ଯେ ଲୋ କଟ୍ଅଫ୍କୁ ଆଧାର କରାଯାଇ ଅସେପା ବା ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ସବୁ ପିଲାକୁ ପୋଷ୍ଟ ଯେତେ ବି ଭ୍ୟାକେନ୍ସି ଅଛି ଜିଲ୍ଲା ୱାରି ସମସ୍ତଙ୍କୁ ନିଯୁକ୍ତି ଦିଆଯାଉ, କାରଣ ପୋଷ୍ଟ ଭ୍ୟାକେନ୍ସି ସେପଟେ ଯାହାକି ଚାକିରି ସମସ୍ୟା ଏବଂ ଯୁବକମାନେ ବେକାର ବସିଛନ୍ତି ପାଠ ପଢ଼ି, ତେଣୁ ଆପଣମାନେ ସମସ୍ତେ ନିଯୁକ୍ତି ପାଇବେ ଆଉ କାହାକୁ ବି ଅରିଡ୍ ହେବାର ନାହିଁ। ବିଶେଷ କରି ଯଦି ଦେଖିବେ ଅନରେବୁଲ୍ ହାଇକୋର୍ଟଙ୍କର ଯେଉଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ରାୟଟି ଆସିଲା, ସମସ୍ତଙ୍କ ପାଇଁ ସ୍ୱାଗତ ଯୋଗ୍ୟ, ସମସ୍ତେ ଖୁସିର ଲହରୀ ଖେଳିଗଲା ଏବଂ ସମସ୍ତେ ମନ ମଧ୍ୟରେ ଯେଉଁ ଆଶା ବାନ୍ଧି ବସିଲେ ଯେ ଆମର ପ୍ରକୃତରେ ଚାକିରି ହେବ ନା ହେବନି, କାରଣ ପ୍ରଥମ ପ୍ରକ୍ରିୟାରେ ଯଦିଓ ଆମେ ମେଧା ତାଲିକାରେ ନାଁ ଆସିଥିଲୁ, ଫାଇନାଲ୍ ବେଳେ ଆମେ ଦେଖିଲୁ କିନ୍ତୁ ଆମର ନାଁ ନାହିଁ। କ୍ୟାଟାଗୋରୀ ୱାଇଜ୍ ବହୁତ ସାରା ପିଲା ଯେଉଁମାନେ କି ଅନେଇ ରହିଛନ୍ତି ଆମର ଚାକିରି ହେବ ନା ନାହିଁ, ମୁଁ ଆପଣମାନଙ୍କୁ କହି ରଖୁଛି। ଏବଂ କେମିତି ପ୍ରକ୍ରିୟାରେ ହେବ, ଆପଣଙ୍କର କଟ୍ ଅଫ୍ ଯେଉଁଟାକି ପୂର୍ବଥର ଆପଣମାନେ ଦେଖିଥିବେ ଯେ ସମସ୍ତେ ଯେତେ ଆଶା ରଖିଥିଲେ ତାଠାରୁ ସମସ୍ତେ କହିଲେ ମୋର ମାର୍କ ଥିଲା କିନ୍ତୁ କାହିଁକି ସିଲେକ୍ସନ୍ ହେଲା ନାହିଁ, ଡ୍ୟୁ ଟୁ ଆପଣଙ୍କର ନର୍ମାଲାଇଜେସନ୍ ପ୍ରୋସେସ୍। ମୁଁ ଆପଣଙ୍କୁ ଲ କଟ୍ ଅଫ୍ କେତେ କଟ୍ ଅଫ୍ ଯିବ ସେ ବିଷୟରେ କିଛି କହିବି ନାହିଁ, କାରଣ ଆପଣମାନେ ଜାଣନ୍ତି ଯେମିତି ନର୍ମାଲାଇଜେସନ୍ ପ୍ରୋସେସ୍ ହେଉଛି ତାକୁ ଆଧାର କରି କଟ୍ ଅଫ୍ ଯାହାକି ପ୍ରିଡିକ୍ଟେଡ୍ କରିବା ଇଟ୍ ଇଜ୍ ଟୁ ମଚ୍ ଡିଫିକଲ୍ଟ। କିନ୍ତୁ ତା ଭିତରେ ଆପଣମାନେ ସମସ୍ତେ ଜାଣିପାରିବେ ଯେ କେମିତି ସିଲେକ୍ସନ୍ ହୁଏ, କେମିତି ମେଧା ତାଲିକା, ତାପରେ କ୍ୟାଟାଗୋରୀ ୱାଇଜ୍ ଆପଣଙ୍କର ତାଲିକା, ଗୋଟେ ଡିଷ୍ଟ୍ରିକ୍ଟରେ ନହେଲେ ତା ପର ଡିଷ୍ଟ୍ରିକ୍ଟ, ଏମିତି କେମିତି ଆପଣଙ୍କର ସିଲେକ୍ସନ୍ ହେବ। ଆପଣ ଯଦି କେତେ ମାର୍କ ଗୋଟେ ହିଟ୍ କରିଥିବେ, ତାହେଲେ ଆପଣଙ୍କର ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଆପଣଙ୍କର ପସିବିଲିଟି ଯେ ଆପଣଙ୍କର ଡେଫିନେଟଲି ଗୋଟିଏ ଯେକୌଣସି ଜିଲ୍ଲାରେ ଆପଣଙ୍କର ସିଲେକ୍ସନ୍ ହେବ। ଅଲରେଡ଼ି ଆପଣମାନେ ଗୋଟିଏ ବର୍ଷ ଜୁନିୟର ଟିଚର୍ ସ୍କିମାଟିକ୍ ପ୍ରକ୍ରିୟା ମଧ୍ୟରେ ଅଛନ୍ତି। ସମ୍ ହାଉ ଆପଣମାନେ ସମସ୍ତେ ଜାଣିଥିବେ ଯେ କେମିତି ଆପଣଙ୍କର ପ୍ରୋସେସ୍ ଚାଲିଛି। ମୁଁ ତା ଭିତରେ ଆରମ୍ଭରୁ ଆପଣମାନଙ୍କୁ କହିଦେଉଛି, ଦେଖନ୍ତୁ ଇଏ ହେଉଛି ପେପର ଯାହାକି ସେକେଣ୍ଡ ପେପର ସାଇନ୍ସ ବା ପେପର 2 ସାଇନ୍ସ, ଯେଉଁଟାକି ଷଷ୍ଠ ସପ୍ତମ ଅଷ୍ଟମ, ତାପରେ ପେପର 2 ଆର୍ଟ୍ସରେ ଆପଣଙ୍କର ଜିଲ୍ଲା ୱାରି ଟୋଟାଲ୍ ଆପଣଙ୍କର ମୋଟ ପରୀକ୍ଷାର୍ଥୀ କେତେ ପରୀକ୍ଷା ଦେଇଥିଲେ, ମୋଟ ପରୀକ୍ଷାର୍ଥୀ ମଧ୍ୟରୁ ରାଜ୍ୟ ସୂଚୀରେ ଚୟନ କେତେ ଜଣ ହୋଇଥିଲେ, ଜିଲ୍ଲାରେ ଥିବା ଖାଲି ସ୍ଥାନ, ପ୍ରଥମ ଚୟନ, ଦ୍ୱିତୀୟ ଚୟନ, ଏମିତି ଡିଟେଲ୍ସ ମୋ ପାଖରେ ଯାହା ଡାଟା ଅଛି ଆପଣଙ୍କୁ ଦେବି। ଏବଂ ତା ସହିତ ଆପଣମାନେ ଯଦି ଦେଖିବେ କ୍ୟାଟାଗୋରୀ ୱାଇଜ୍ ଏବଂ ସବଜେକ୍ଟ ୱାଇଜ୍ ଆପଣଙ୍କର ଯେଉଁ ସିଲେକ୍ସନ୍ ଯେମିତି ହେଇଥିଲା ତାକୁ ଆଧାର କରି SC ST SC BC UR ଆପଣଙ୍କର କେତେ ଟାର୍ଗେଟ୍ ହିଟ୍ କରିଥିଲେ ଆପଣଙ୍କର ହେବ, ଆପଣମାନେ ସମସ୍ତେ ଜାଣିପାରିବେ। ଦେଖନ୍ତୁ ଆପଣ ଜାଣିଥିବେ ଯେ ଛାତ୍ରଛାତ୍ରୀ ଅନୁପାତକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଆପଣ ଜାଣିଥିବେ 30:1 ପ୍ରାଇମେରୀ, 35:1 ଅପର ପ୍ରାଇମେରୀରେ ଆପଣଙ୍କର ସିଲେକ୍ସନ୍ ହୁଏ। 20,000 ଯେଉଁ ନିଯୁକ୍ତି ବାହାରିଥିଲା, ବଳକା ଥିବା ବିଦ୍ୟାଳୟରେ ବଦଳି ହେବେ ଶିକ୍ଷକ, ଛାତ୍ର ଶିକ୍ଷକ ଅନୁପାତକୁ ଦୃଷ୍ଟିରେ ରଖି ଶିକ୍ଷକଙ୍କ ବଦଳି, ଆକ୍ସନ୍ ରିପୋର୍ଟ ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଥିଲା। ତାକୁ ଆଧାର କରି ମୁଁ ଆପଣଙ୍କୁ ଏଠି ଦେଖାଉଛି, ଦେଖନ୍ତୁ ଯେଉଁମାନେ ଦେଖିବେ ବାଲେଶ୍ୱର ଜିଲ୍ଲାରୁ ବିଲଙ୍ଗସ୍ କରୁଥିଲେ, ଭଦ୍ରକ ଜିଲ୍ଲାରୁ ବିଲଙ୍ଗସ୍ କରୁଥିଲେ, ଇଭିନ୍ ଖୋର୍ଦ୍ଧା କଟକ ପିଲା ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ପ୍ରିଫରେନ୍ସ ଦେଇଥିଲେ, କାରଣ ମନ ଭିତରେ ଭୟ ଥିଲା। କୋରାପୁଟ ଜିଲ୍ଲାରେ ପ୍ରିଫରେନ୍ସ ଦେଇଥିଲେ, এই ଆଧାରରେ ସେମାନେ ଚାକିରି ପାଇଛନ୍ତି। କିନ୍ତୁ ଏବେ ଯେଉଁ ଆପଣଙ୍କର ହେବ ସିଲେକ୍ସନ୍, ଆପଣମାନେ ଯଦି ଦେଖିବେ କିଛି ଦିନ ମଧ୍ୟରେ ଏ ପ୍ରକ୍ରିୟା ତ ଆରମ୍ଭ ହେବ, କାରଣ ଅନରେବୁଲ୍ ହାଇକୋର୍ଟ କହିଛନ୍ତି ମାନେ ସମସ୍ତେ ମାନିବା ପାଇଁ ବାଧ୍ୟ। ତ ଆପଣମାନେ ପୂର୍ବରୁ ଡିଷ୍ଟ୍ରିକ୍ଟ ଆଲୋକେସନ୍ ଅଲରେଡ଼ି ଆପଣମାନେ ଦେଇଥିବେ ଯେତେବେଳେ ଆପଣଙ୍କର ଆପ୍ଲାଏ କରିଥିଲେ, ତାକୁ ଆଧାର କରି ଆପଣଙ୍କର ଯେଉଁ ଲାଷ୍ଟ କଟ୍ ଅଫ୍ ଆପଣଙ୍କର ଯାଇଛି, ଆର୍ଟ୍ସ କୁହନ୍ତୁ, ସାଇନ୍ସ କୁହନ୍ତୁ, ପେପର 1 କୁହନ୍ତୁ, ପେପର 2 କୁହନ୍ତୁ, ବିଶେଷ କରି ଆପଣ ଯଦି ଦେଖିବେ ପେପର 2 ସାଇନ୍ସରେ ବାରମ୍ବାର କହୁଛି ପେପର 2 ସାଇନ୍ସରେ କଟ୍ ଅଫ୍ ଟିକେ ଅଧିକ ଯାଇଛି, ପେପର 2 ଆର୍ଟ୍ସରେ କଟ୍ ଅଫ୍ କମ୍ ଯାଇଛି ଏବଂ ପେପର 1 ବୋଥ୍ ଆର୍ଟ୍ସ ସାଇନ୍ସ ଏଠି ଆପଣଙ୍କର ଜାଣନ୍ତି। ତ ଏଠି ଆପଣଙ୍କର କଟ୍ ଅଫ୍ ଏଜ୍ ୟୁଜୁଆଲ୍ ଯେମିତି ଯିବା କଥା ଯାଇଛି। ନର୍ମାଲାଇଜେସନ୍ ପାଇଁ ଯେଉଁମାନେ ଭାବୁଥିଲେ ଆମେ ଭଲ ମାର୍କ ରଖିଥିଲେ, ହୁଏତ ନର୍ମାଲାଇଜେସନ୍
मार्क कमी थी जो मैंने कम रखी भी नर्मालाइजेशन बढ़ी आपंकर एपट सेपट होती कि जिला वारी देखूँ अनुगुल जिले में मोट परीक्षार्थी थे 1193 बलांगीर थे 3508 मु बर्तमान केवल आपंकर पेपर टू साइंस कहूँ वीडियो लंग हो जाऊँगी अन्य पेपर गुड़िक जब आप कमेंट करेंगे मुझे डेफिनेटली आनी तो बलांगीर थे 2619 बरगढ़ थे आपंकर परीक्षार्थी 1548 आपने देखने आपंकर गंजाम जिले में बहुत परीक्षार्थी थे 3664 सेमती आपंकर जो देखिए ये देखो केन्दुझर थे 5281 अधिक पिला केन्दुझर पर एप्लाई करते आपंकर गंजाम गजपति और मुझे आपको देखई दूसरी देखूँ जोटा कि सुंदरगढ़ में 671 जदि देखिए मयूरभंज में बहुत पिला थे मयूरभंज थे 3139 पिला और मयूरभंज पर आपंकर देखो केन्दुझर सर्वाधिक पिला अप्लाई करते सेमती आपंकर नवरंगपुर जगतसिंहपुर जिले में पिला जाजपुर थे 2494 जन एमती बहुत सारा पिला अप्लाई करते से आपने देखिए सबू जिले में आपंकर पदवी पूरण होना प्रति जिले में आपंकर वैकेंसी अच्छी जमीक आपंकर 16,009 पदवी ठीक अच्छे 16,000 जो आपंकर 9 पदवी मध्यरु तो से आपने देखिए टोटाल आपंकर धरे जाऊ 16 के पदवी कि 16 के पदवी आपंकर नॉन जॉइनिंग पिला बहुत अच्छा आपंकर 13,000 समथिंग पदवी जहाँकि बर्तमान समय आम पाखे डाटा अच्छी पिला जॉइन कर माने आपंकर देखूँ 16,000 ରୁ 13,000 पिला जॉइन कले अर्थात आपंकर बर्तमान समय जोटा कि कहूँ 6,000 समथिंग आपण मैंने मानि चलतु 7,000 पदवी आपंकर जिला वारी फाँका अच्छी एवं आपण मैंने जो मैंने भी रिक्रुटमेंट पाई हुए तो फास्ट प्रिफरेन्स होना सेकेंड रही जाइए कार SCBC मार्क रु जदि गोटे मार्क भी से अधिक रखी यूआर सिलेक्शन हो बहुत दूर को चली जाइए तो जो मैंने बेसी मार्क रखीदे भी ये कैटेगोरी अनुसार आप देखिए SC कैटेगोरी किंतु अधिक नंबर रखिकी जब आप उपरक लिस्ट को जाऊँ आप SC न पाई जहाँकि आप जनरल को चली जाऊँ दूर में पाई कि एवं जो आपंकर कैटेगोरी अनुसार जो सिलेक्शन हम ये डेफिनेटली आपंकर कम मार्क रखिले आपण मैंने पाख जिले में पाइबे यहाँ सब बड़ कथा आप नियरेस्ट डिस्ट्रिक्ट जोटा तो मे भी आपंकर फास्ट प्रिफरेन्स न पाइले सेकेंड प्रिफरेन्स ना थर्ड प्रिफरेन्स एमती आपंकर क्रोनोलॉजिकली आपंकर चलो और ये डाटा मुझे टेलीग्राम ग्रुप में देदेवि आपने देखिपारे डेफिनेटली आपने पाइबे आ जो मैंने कहते ना जे आमर आपणकर होना होगला आप पाठ पढ़ी ना ये सब भूल डाटा आज्ञा 0.25 रु जदि किए कटि तो आम के कहीपरानी तार मेरीट ना बोली हजार परीक्षा पिलाने OTET पेपर 1 पेपर 2 सिटी 2 वर्षर परीक्षा केते वर्षर ट्रेनिंग पुणी +2 +3 तापर CBT एग्जाम 0.25 रु किए कौन नॉर्मलाइजेशन कटि जाइए आम क्या कहीपरानी मेरीट ना बोली एवं आपने निजुक्ति पाइबाटा थई हो सारी डेफिनेटली चाकरी पाइबे आदि आपने टार्गेट मार्क को हिट कर जमीक पेपर टू साइंस कथा विशेष कर जब आप 145 प्लस जब आप रखी थे गोटे आपंकर सिक्यूरीटी जोन आपने सब रोचे इफ यू आर मोर देन 145 प्लस जब रोचे कारण पेपर टू साइंस रे क्वेश्चन लेवल टी इजी था सेमती अन्य जो पेपर अच्छे आपने कमेंट कले मुझे डेफिनेटली आपको जनइबी और जिला वारी आपंकर एमती लिस्ट देदेवि डेफिनेटली आप होप रखु पॉजिटिवनेस रखु सब ठाकुर को डाकतु आशा छाड़ू ना प्रेयर करूँ डेफिनेटली भगवान आपको डाक शुणवे भगवान करूँ आपने जो मैंने भी गोटे निर्दिष्ट मार्क रे हिट करते आशा थिला कि पाई नथिले यही जो 6,000 पाखापाखि बड़का पदवी अच्छे आपने पातु तो ये सब बड़ा ऑथेंटिक जेन्युइन और ट्रस्टेबल इनफॉरमेशन चैनल को सब्सक्राइब लाइक शेयर करूँ विदाय दिंतु कमेंट कले मुझे डेफिनेटली अन्य वीडियो नहीं आसबि बंद कर जननी।